आज ମୁଁ ପ୍ରସ୍ତୁତ କରିବାକୁ ଯାଉଛି ଆଳୁ ଚାଟ୍। ତ ସେଥିପାଇଁ ମୁଁ କିଛି ଚାଟ୍ ମସଲା, ବ୍ଲାକ୍ ସଲ୍ଟ, ପାମ୍ପେଡ଼ି, ସିଝା ଆଳୁ, ସିଝା ମଟର, ଧନିଆ ପତ୍ର, ପିଆଜ, ଗାଜର, ପାମ୍ପଡ଼, କାକୁଡ଼ି, ଡାଳିମ୍ବ, ଦହି, ମିଠା ଚଟଣି, ଧନିଆ ଚଟଣି ସବୁ ନେଇଛି। ତ ଏବେ ଦେଖନ୍ତୁ କେମିତି କ'ଣ ପ୍ରୋସେସ୍ ଆଳୁ ଚାଟ୍ର। ତ ଆଳୁ ଚାଟ୍ କରିବା ପାଇଁ ମୁଁ ଏପଟେ ଗୋଟେ ପ୍ୟାନ୍ ବସେଇଛି। ଏଥିରେ ମୁଁ ଆଗରୁ ପାମ୍ପେଡ଼ି ଛାଣିଥିଲି, ତ ସେଇ ତେଲରେ ମୁଁ କିଛି ଜିରା, ସୋରିଷ, କଞ୍ଚା ଲଙ୍କା କଟାକୁ ଭାଜିଦେବି। ଟିକେ ଭାଜି ହେଇଗଲା ପରେ ଆମେ ସେଥିରେ କାଟିକି ରଖିଥିବା ପିଆଜକୁ ପକାଇଦେବା। ପିଆଜ ଟିକେ ଭାଜି ହେଇଗଲେ ଆମେ ସେଥିରେ ଜିରା ପାଉଡ଼ର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଟମାଟୋ, ଲୁଣ ପକାଇକି ଭଲସେ ମସଲାଟିକୁ କଷିଦେବା। ସେଥିରେ କିଛି ଚାଟ୍ ମସଲା ବି ପକାଇବା। ମସଲାଟି ଭଲସେ କଷି ହେଇଗଲେ ଆମେ ସିଝେଇକି ରଖିଥିବା ମଟର ଗୁଡ଼ିକୁ ପକାଇଦେବା। ମଟରଟି ଭଲସେ କଷି ହେଇଗଲା ପରେ ଆମେ ସିଝା ଆଳୁ ଗୁଡ଼ିକୁ ପକାଇଦେବା। ତାପରେ ଆମେ ସେଥିରେ କିଛି ପାଣି ଦେଇକି ତାକୁ କଷିବା ପାଇଁ ଛାଡ଼ିଦେବା। ତ ଏଠି ମୁଁ ଆଳୁ ମଟର ଗୁଡ଼ିକୁ ଭଲସେ ମିକ୍ସ କରିଦେଉଛି। ତ ଏଠି ଆମର ରେଡ଼ି ହେଇଗଲା ଆଳୁ ମଟର କଷା। ତ ଏବେ ଆମେ ଚାଟ୍କୁ ଗୋଟେ ପ୍ଲେଟ୍ରେ କାଢ଼ିବା। ତ ଆପଣମାନଙ୍କୁ ଯଦି ମିଠା ଚଟଣି ଆଉ ପାମ୍ପଡ଼ିର ରେସିପି ଦରକାର ତାହେଲେ ମୋତେ କମେଣ୍ଟ କରିବେ। ମୁଁ ଏହାର ଭିଡ଼ିଓ ପ୍ରସ୍ତୁତ କରିକି ଛାଡ଼ିବି। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଛି ତାହେଲେ ମୋ ଚ୍ୟାନେଲଟିକୁ ଲାଇକ୍ କରିଦେବେ, ସେୟାର କରିଦେବେ, ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ।